କୋଉ ଭଳି ଭାବରେ ମୃତ୍ୟୁ ହେଲା, କଣ ପାଇଁ ମୃତ୍ୟୁ ହେଇଛି, ସେଇଟା ଏବେ ବି ଆମେ ସମସ୍ତେ ଜାଣିପାରିନେ, ଅଜ୍ଞ ରହିଛେ। ଯୋଉଭଳି ଭାବେ ତାଙ୍କର ଦେହରେ ନିଆଁ ଲାଗିଲା, ସେ ଗଲେ ଏବଂ ତାପରେ ତାଙ୍କୁ ଟ୍ରିଟମେଣ୍ଟ ପାଇଁ ନିଆଗଲା, ସେ ସବୁ ପର୍ଯ୍ୟନ୍ତ ଠିକ ଅଛି। କିନ୍ତୁ ଏସବୁ କଣ ପାଇଁ ଘଟିଲା, ଏଥିରେ କିଏ ତାଙ୍କ ଦେହରେ କିରୋସିନି ଢାଳିଲା, ସେ କୋଉଠୁ ଆଣିଥିଲେ, କଣ ଅନେକ ଗୁଡିଏ ଜିନିଷ ମାନେ ସେ ପ୍ରଶ୍ନ ଛାଡି ଦେଇକି ଗଲେ ଯେ କଣ ହେଲା, କେମିତି ତାଙ୍କ ମୃତ୍ୟୁ ହେଲା, ତଦନ୍ତ ମଧ୍ୟ ଏପର୍ଯ୍ୟନ୍ତ ସଠିକ ଆସିନି। କାଲି ଯଦି ଆମେ ଦେଖିବା ଲେଟ୍ ନାଇଟ୍ରେ ଓଡ଼ିଶା ପୁଲିସ ମଧ୍ୟ ଗୋଟେ କରିଛନ୍ତି, ଟ୍ୱିଟ୍ କରିଛନ୍ତି ଯେ ତଦନ୍ତ ଚାଲିଛି। ତ ନିହାତି ଭାବେ ମାନେ ଦୁଃଖଦ ଘଟଣା। ଘଟଣା ବିତିବାକୁ ଆଜି 15 ଦିନ ପରେ ହେଇଗଲାଣି। ସେ ଆଖି ମୁଜି ଦେଲେ ସତ, କିନ୍ତୁ କିଏ ନା କିଏ ତ ୟା ପଛରେ ଅଛି। ଆପଣଙ୍କର ଗାଁର ଲୋକ ହୁଅନ୍ତୁ କିମ୍ବା ବାହାରୁ ହୁଅନ୍ତୁ କିମ୍ବା ତାଙ୍କ ସମ୍ପର୍କୀୟ ହୁଅନ୍ତୁ କିମ୍ବା କିଏ ବି ବାହାରୁ ହୁଅନ୍ତୁ, ଅନେକ ଗୁଡେ କ୍ୱେଶ୍ଚିନ୍ ଆସେ, ଅନେକ ଗୁଡେ ଜିନିଷ ଆସେ ଯେ ପାଠ ପଢୁଥିବା ଝିଅଟେ ନାବାଳିକା, ତାର କଣ ଏମିତି ହେଲା, ଏଭଳି ପରିସ୍ଥିତି କଣ ପାଇଁ ହେଲା। ତ ସେଇ ଜିନିଷ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହେଇପାରୁନି। ତାଙ୍କ ପରିବାରକୁ ମାନେ ଭଗବାନ ଏ ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଦିଅନ୍ତୁ, ସାହସ ଦିଅନ୍ତୁ, ଶକ୍ତି ଦିଅନ୍ତୁ। କିନ୍ତୁ ଏବେ ବି ଆମେ ସମସ୍ତେ ବ୍ୟବସ୍ଥା ହଉ, ଆମର ପ୍ରଶାସନ ହଉ, ପୁଲିସ ହଉ, ସମସ୍ତଙ୍କ ଉପରେ ଗୋଟେ ପ୍ରଶ୍ନ ସେ ତ ଚାଲିଗଲେ, ସମସ୍ତଙ୍କର ଗୋଟେ ପ୍ରଶ୍ନର ଉତ୍ତରକୁ ଅପେକ୍ଷା ରହିଲା ଯେ ସେ କଣ ପାଇଁ ଚାଲିଗଲେ। ଏ ପର୍ଯ୍ୟନ୍ତ ତଦନ୍ତ ସ୍ପଷ୍ଟ ହୋଇନାହିଁ। ଏ ପର୍ଯ୍ୟନ୍ତ ଭିତରେ କିଏ ବି ତ ତାଙ୍କୁ କଲେ, ସେ କଣ ହେଇଛି, ସେ ଜିନିଷଟା ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ କଥା। କାରଣ ଆମେ ଯେତେବେଳେ ମହିଳା ସୁରକ୍ଷା କଥା କହୁଛେ, ମହିଳାଙ୍କ ସୁରକ୍ଷା କଥା କହିବା ସାଙ୍ଗରେ ଝିଅମାନଙ୍କ ପାଠ ପଢା ସହିତ ଝିଅମାନେ କେମିତି ବଢିବେ, ସୁରକ୍ଷିତ ପରିବେଶ ଭିତରେ ରହିବେ, ଅନେକ କିଛି ଜିନିଷ ଆମେ ଘୋଷଣା କରୁଛେ, ଅନେକ କିଛି ଯୋଜନା କରୁଛେ, ଅନେକ କିଛି ଯୋଜନାର କାର୍ଯ୍ୟକାରିତାକୁ ଦେଖୁଛେ ସାମ୍ନାରେ, ସବୁ କିଛି କରୁଛେ। ମୁଁ ମୋର ମତ ବ୍ୟକ୍ତ କରିବି, ମୋର ଏଇଟା ବ୍ୟକ୍ତିଗତ ମତ। ମହିଳାଙ୍କ ପାଇଁ, ଝିଅଙ୍କ ପାଇଁ ଯେତେବେଳେ କାମ କରୁଛୁ ଆମେ ସବୁବେଳେ ଦେଖୁ ସେମାନଙ୍କ ପାଇଁ ସୁରକ୍ଷିତ ପରିବେଶ କୋଉଟା, ଘର ହଉ କିମ୍ବା ବାହାର ହଉ, କର୍ମକ୍ଷେତ୍ର ହଉ, ଯୋଉଠି ବି ହଉ। କିନ୍ତୁ ଆଜି ଯଦି ଏଠି ଦେଖିବା, ପାଠ ପଢୁଥିବା ଝିଅଟେ, ଯାହା ଯାହା ଆମେ ଆପଣମାନଙ୍କ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଇଲୁ, ସେ କୋଉଠି ଯାଇଥିଲେ, ଗାଁର କୋଉଠି ଯାଇଥିଲେ, କେମିତି ଦୌଡ଼ିକି ଆସିଲେ, ସାଙ୍ଗେ ସାଙ୍ଗେ ତାଙ୍କୁ ଦେହରେ ନିଆଁ ଲାଗିଥିଲା, କିଏ ତାଙ୍କୁ ଦେଲେ, କିନ୍ତୁ କେହି ବି କିଛି ଜାଣିନାହାନ୍ତି, ସମସ୍ତେ ଚୁପ୍। ଏଇଟା କଣ ଗୋଟେ ସମ୍ଭବ? ଗୋଟେ ଝିଅ ନିଆଁ ଲାଗିଗଲା ତାଙ୍କ ଦେହରେ, ତାଙ୍କୁ ମାନେ ସରକାର ଯଥାଶୀଘ୍ର ତତ୍ପରତା ପ୍ରକାଶ କରିକି ତାଙ୍କୁ ନେଇକି ଗଲେ, ଆପଣଙ୍କର ଏୟାରଲିଫ୍ଟ କଲେ କି ଯାହା ବି କଲେ, କିନ୍ତୁ ଝିଅର ଜୀବନ ତ ବଞ୍ଚି ପାରିଲାନି। କିନ୍ତୁ ଏଥିରେ କୋଉମାନେ ଦୋଷୀ, କଣ ହେଇଛି, ପ୍ରକୃତ ଜିନିଷ ସାମ୍ନାକୁ ଏପର୍ଯ୍ୟନ୍ତ ଆସିନାହିଁ। ତଦନ୍ତ ବିଲକୁଲ ବି ଆପଣଙ୍କର ଦେଖିବେ ତଦନ୍ତ ଅସ୍ପଷ୍ଟ ଏବେ ଓଡ଼ିଶା ପୁଲିସଙ୍କର ଯାହା ଟ୍ୱିଟ୍ ରହିଛି। ତେଣୁ ସରକାରଙ୍କୁ ଗୋଟେ ଅନୁରୋଧ ରହିବ, ସରକାରଙ୍କୁ ଗୋଟେ ନିବେଦନ ରହିବ ଯେ ଏଇଭଳି ଘଟଣା, ଆଉ ପର୍ଟିକୁଲାର ଏଇ ଘଟଣାରେ ଯାହା ବି ହେଇଛି, ଯାହା ବି ରହିଛି, ତ ସମସ୍ତଙ୍କର ସବୁ ଜାଣିବାର ଏବଂ ସ୍ୱଚ୍ଛ ତଦନ୍ତର ଗୋଟେ ଆବଶ୍ୟକତା ରହିଛି।